ଆଜି ମୁଁ କୋଉଠି ପହଞ୍ଚିଗଲି, ପିଲାଙ୍କୁ ପାଠ ନ ପଢ଼ାଇ ଏଠି କ'ଣ କରୁଛି? ଜୟ ହିନ୍ଦ ଡେ ଚ୍ୟାଲେଞ୍ଜ ମିନି ବ୍ଲଗକୁ ସ୍ୱାଗତ। ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭିଡ଼ିଓ ଦେଖିଲା ବେଳକୁ ଏ ପର୍ବର ଦିନ ସରିଯାଇଥିବ। ସକାଳୁ ବାହାରି ଯାଇଥିଲି କୋଚିଂ, ପିଲାଙ୍କ କ୍ଲାସ୍ ସାରି ଆସିଥିଲି କଲେଜ। ଆସୁଥିବା ଜାନୁଆରୀ 26 ପାଇଁ ପିଲାଙ୍କୁ ଡ୍ରିଲ୍ ଶିଖାଇବା ପାଇଁ ପହଞ୍ଚିଥିଲି ଏନ୍ସିସି କ୍ଲାସରେ। ପିଲାଙ୍କ ସହ କିଛି ଟାଇମ୍ ଇଣ୍ଟ୍ରୋଡକ୍ସନର ଟାଇମ୍ ବିତାଇବା ପରେ କ୍ଲାସକୁ ଷ୍ଟାର୍ଟ କରିଥିଲି। ପ୍ରାୟ 2 ବର୍ଷ ପରେ ପୁଣି ଥରେ ପିଲାଙ୍କୁ ଶିଖାଉଥିବାରୁ ଖୁସି ଲାଗୁଥିବା ସହ ଟିକେ ନର୍ଭସ୍ ବି ଲାଗୁଥାଏ। କାଳେ କେଉଁଠି କମାଣ୍ଡ ଭୁଲି ଯାଇଥିବେ ଆଉ ଭୁଲ କମାଣ୍ଡ ଦେଇଦେବି। ହେଲେ ଏତେ ରଗଡ଼ା ଖାଇକି ଏନ୍ସିସି କ୍ୟାରିୟର ଯାଇଛି ଯେ ଜୀବନ ଥିବା ଯାକେ ଭୁଲ ହେବାର ଚାନ୍ସ ହିଁ ଉଠିବନି। ଡ୍ରିଲ୍ ଶିଖାଇ ସାରିବା ପରେ ପିଲାଙ୍କ ସହ ମିଶି ପନିଶମେଣ୍ଟ ଆରମ୍ଭ କରିଥିଲୁ। ନିଜକୁ ମଧ୍ୟ ସେଥିରେ ସାମିଲ କରିଥିଲି। ଏହି ପନିଶମେଣ୍ଟ କଷ୍ଟ ଦିଏନି, ନିଜକୁ ଷ୍ଟ୍ରଙ୍ଗ ବନାଏ, ଭାଇଚାରା ଡିସିପ୍ଲିନ ଶିଖାଇଥାଏ। ତେଣୁ ଏଟା ପନିଶମେଣ୍ଟ ନୁହେଁ, ଏଟା ହେଲା ଶିକ୍ଷା। ସମୟ ବହୁତ ବଳବାନ। ଗୋଟେ ଦିନ ଥିଲା ଏ ପିଲାଙ୍କ ଜାଗାରେ ଆମେ ଥିଲୁ ଏବଂ ତାଙ୍କ ଭଳି ମଧ୍ୟ ଶିଖିଥିଲୁ। ଆଜି ସମୟ ବିତି ଯାଇଛି, ଆଜି ଶିଖାଉଛୁ। ପିଲା ଏବଂ କଲେଜକୁ ଦେଖି ନିଜର ସବୁ ପୁରୁଣା ମେମୋରି ଗୋଟେ ପରେ ମନେ ପଡ଼ିଯାଉଥାଏ। ଏଇଭଳି ଭାବେ ପିଲାଙ୍କ କ୍ଲାସ୍ ସରି ଘରକୁ ଆସି ମ୍ୟାଥରେ ଫ୍ୟାକ୍ଟୋରିଆଲ, ନମ୍ବର ଅଫ୍ ଫ୍ୟାକ୍ଟର୍ସ, ନମ୍ବର ଅଫ୍ ପ୍ରାଇମ୍ ଫ୍ୟାକ୍ଟର୍ସ, ସମ୍ ଅଫ୍ ଫ୍ୟାକ୍ଟରକୁ ପଢ଼ି ସାରି ଇଂଲିଶରେ ଆଇଡେଣ୍ଟିଫିକେସନ ଅଫ୍ ନାଉନ୍, ନାଉନ୍ସ ଆଣ୍ଡ ନମ୍ବର, କମ୍ପାଉଣ୍ଡ ନାଉନ୍କୁ ପଢ଼ି ଷ୍ଟାର୍ଟ କରିଥିଲି ଷ୍ଟେଟ୍, କଣ୍ଟ୍ରି ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ରାଜଧାନୀ ଏବଂ କିଛି ସିଟି ଏବଂ ସେମାନଙ୍କୁ ଦିଆଯାଇଥିବା ନେମ୍ କୁ ସାରି ପଢ଼ାକୁ ଆଜି ଶେଷ କରିଥିଲି। ଯଦି ଭିଡ଼ିଓଟି ଭଲ ଲାଗିଛି ସପୋର୍ଟ କରିବା ପାଇଁ ଜମା ବି ଭୁଲିବେନି। ଦେଖା ହେବା ନେକ୍ସଟ ଡେ ଚ୍ୟାଲେଞ୍ଜ ଭିଡ଼ିଓରେ। ଜୟ ହିନ୍ଦ।